ଏହି କାହାଣୀ ଏକ ଶାନ୍ତ ଗାଁ କନିକାଗଡ଼ର, ଯେଉଁଠାରେ ସଦା ଶାନ୍ତି ଓ ପରମ୍ପରାର ଅନୁସରଣ ହୁଏ। ଏଠି ବସବାସ କରୁଥିଲେ ଜଣେ ବିଧବା ମହିଳା ନନ୍ଦିନୀ। ସେ ଗମ୍ଭୀର ସାଧା ଜୀବନ ଓ ଅନୁଷ୍ଠାନ ଭରସାରେ ଦିନ କାଟୁଥିଲେ। କିନ୍ତୁ ଏକ ଅପରାହ୍ନ ନିଜ ଜୀବନକୁ ଓଲଟାଇ ଦେଲା ଯେତେବେଳେ ସେ ଅପ୍ରତ୍ୟାଶିତ ଭାବେ ଗର୍ଭବତୀ ହେଲେ ଏବଂ ତାଙ୍କ ଗର୍ଭର ପିତୃତ୍ୱ। ଦର୍ଶକ ବନ୍ଧୁ, ଏହି ସୁନ୍ଦର ଚମତ୍କାର କାହାଣୀଟିକୁ ଶୁଣିବା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ କରି ଆସିଥାନ୍ତି ତାହେଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଏବଂ ଏହି ସୁନ୍ଦର ଗପଟି ଆପଣମାନଙ୍କୁ କେମିତି ଲାଗିବ କମେଣ୍ଟ ଦ୍ୱାରା ମତାମତ ଜଣାଇବେ। ତ ଆସନ୍ତୁ ଆରମ୍ଭ କରିବା। କନିକାଗଡ଼ର ଶକ୍ତିମାନ ଦେବୀ ମା କୁଣ୍ଡଳିନୀଙ୍କ ମନ୍ଦିର ଛାୟା ତଳେ ଥିଲେ ଜଣେ ଶାନ୍ତ ଅଳ୍ପଭାଷୀ ବିଧବା ନନ୍ଦିନୀ। ସେ ଜଣେ ବୃହତ୍ ଜୀବନ ଯୁଦ୍ଧର ଜିତିଥିବା ମହିଳା, ଯାହା ଜନ୍ମଠାରୁ ଦୁଃଖ ଦେଖି ଆସିଛି। ଏକ ସାଧାସିଧା ଘରେ ଜନ୍ମ, ଜଣେ କୃଷକ ସ୍ୱାମୀ ସହ ବିବାହ ଏବଂ ମୃତ୍ୟୁ ପରେ ସମାଜରେ ନନ୍ଦିନୀର ଅଖଣ୍ଡ ସାଙ୍ଗୀ ଥିଲେ ମା ଦେବୀ। ସେ ମନ୍ଦିର ସଫା କରୁଥିଲେ, ତୁଳସୀ ଚାରା କରୁଥିଲେ ଓ ଦେବୀଙ୍କ ସେବା ପାଇଁ ଦିନର ଏକ ଅଂଶ ଦେଉଥିଲେ। ଗାଁ ଲୋକେ କହୁଥିଲେ ଏ ମହିଳା ନିଜ ଶରୀରକୁ ଦେବୀଙ୍କ ପାଖରେ ଅର୍ପଣ କରିଦେଇଛି। କିନ୍ତୁ ଏକ ରାତି ଅମାବାସ୍ୟାର ଗଭୀର ଅନ୍ଧାର ମଧ୍ୟରେ ଯେତେବେଳେ ଗଛପାଳ ଶବ୍ଦ ମଧୁର ହେଉଥିଲା, ମନ୍ଦିର ପଛରେ ଥିବା ଜଙ୍ଗଲ ଭିତରୁ ଅସାଧାରଣ ଆବାଜ ଆସିଲା। ନନ୍ଦିନୀ ମନ୍ଦିର ବନ୍ଦ କରି ବାହାରକୁ ଯିବାକୁ ଲାଗିଲା। ଏକ ଶିଶୁକୁ ଦେଖିଲେ। ଅନ୍ଧକାର ମଧ୍ୟରୁ ଜଣେ ମାଙ୍କଡ଼ ସେ ଦିଗରେ ଆସୁଛି। ଆଖି ଲାଲ, ଶରୀର ବିଲକୁଲ ମାନବ ସଦୃଶ, ଚାଲିବା ଅସାଧାରଣ। ମାଙ୍କଡ଼ ତାକୁ ଦେଖି ଚାଲିଗଲା ନୁହେଁ, ସେ ତାଙ୍କ ପାଖରେ ଆସି ରାତି ସମୟ ଅନ୍ତର୍ଧ୍ୟାନରେ ବସିଲା। ଆଖିରେ ଦୟା ଥିଲା, କୌଣସି ହିଂସା ନୁହେଁ। ନନ୍ଦିନୀ ଅଦ୍ଭୁତ ଭାବେ ଗଭୀର ଧ୍ୟାନରେ ଲୀନ ହେଲେ। ଆଗ୍ରହ୍ୟ ଭାବେ ଏହା ତାଙ୍କ ଜୀବନର ଏକ ମହାଘଟଣା ରୂପେ ଘଟିଗଲା। ଏକ ଅଲୌକିକ ଦୃଶ୍ୟ ଯେଉଁଥିରେ ସେ ତାଙ୍କୁ ଜଣେ ଦୈବଦୂତ ବୋଲି ଅନୁଭବ କଲେ। ପରେ ଦିନ ନନ୍ଦିନୀ ଅସୁସ୍ଥ ଅନୁଭବ କଲେ। ବାନ୍ଧବୀ ରାଜୁଳି ତାଙ୍କୁ ବୁଲାଇ ଡାକ୍ତର ଘରେ ନେଇଗଲେ ଏବଂ ତାହାଠାରେ ଘଟିଗଲା ଅନ୍ୟତମ ଅଦ୍ଭୁତ ଘଟଣା। ବଧୂ, ଆପଣ ଗର୍ଭବତୀ। ଡାକ୍ତର ଚକିତ ଅବସ୍ଥାରେ କହିଲେ। ଏହି କିପରି ହେଲା? ଆପଣ ବିଧବା। 10 ବର୍ଷ ହେଲା ଘରେ କିମ୍ବା ଲୋକ ଓ ଅଯୋଗ୍ୟ ଦୃଷ୍ଟି ପଡ଼ିନାହିଁ। ନନ୍ଦିନୀ ମୁକ୍ତା ଦୃଷ୍ଟିରେ ଆନ୍ତରିକ ଆନନ୍ଦ ଏବଂ ଗଭୀର ଭୟ ମଧ୍ୟ ଅନୁଭବ କଲେ। ତାଙ୍କୁ ମନେ ପଡ଼ିଲା ମାଙ୍କଡ଼ ଆଖି, ଏକ ଅଲୌକିକ ସ୍ନେହ ଏବଂ ଦେବୀଙ୍କୁ ଦେଖିବାର ଅନୁଭବ। ଡାକ୍ତର ଘରରୁ ଫେରିବା ସମୟରେ ନନ୍ଦିନୀର ହୃଦୟ ମଧ୍ୟରେ ଏକ ଅପରିଚିତ ଧ୍ୱନି ଚାଲିଥିଲା। ଏହି ଗର୍ଭ ସାଧାରଣ ନୁହେଁ। ତାଙ୍କ ଗର୍ଭରେ ଜଣେ ମାନବ ଶିଶୁ ନୁହେଁ, କିନ୍ତୁ କ'ଣ ତାହା ଅସ୍ପଷ୍ଟ ଥିଲା। ଆଶ୍ଚର୍ଯ୍ୟ ଓ ଭୟ। କିନ୍ତୁ ଗାଁ ଏବେ ଶାନ୍ତ ନୁହେଁ। ଯେତେବେଳେ ଡାକ୍ତର ଚୁପଚାପ କଥା କହିଦେଇଥିଲେ ନନ୍ଦିନୀକୁ, ଗାଁର କିଛି ଲୋକଙ୍କୁ ସେଥିରୁ ଖବର ଚୋରି ହୋଇଯାଇଥିଲା। ମାତ୍ର 2 ଦିନ ମଧ୍ୟରେ ଗାଁ ଜାଣିଗଲା ନନ୍ଦିନୀ ଗର୍ଭବତୀ। ବିଧବା ଥିବା ସତ୍ତ୍ୱେ ଏପରି କେମିତି ହେଲା? ଏ କେଉଁ ଲଜ୍ଜା, କେଉଁ ନର୍କର ମୂର୍ତ୍ତି, ଯାହାକି ଏମିତି କାମ ସେ କେମିତି କରିପାରିଲା? ମନ୍ଦିରରେ ଲାଗି ରହୁଥିଲା। ମୁଁ ତ କହିଥିଲି ଏମିତି ମଣିଷ ଦେବୀର ନାଁ ନେଇ ଆଚରଣ କେମିତି କରିପାରିଲା? ଗଞ୍ଜନା ଆରମ୍ଭ ହେଲା। ଜଣେ ବୁଢ଼ୀ ମହିଳା ଘର ଚାରିପାଖରେ ବସି କହୁ, ଏ ଶିଶୁ ମାନବ ନୁହେଁ। ମୁଁ ତ ଦେଖିଥିଲି ରାତିରେ ଏକ ମାଙ୍କଡ଼ ସେ ମନ୍ଦିର ପାଖେ ବସିଥିଲା। ଏହି ଉପନ୍ୟାସର ଭୟାବହ ଭାଗ ଆରମ୍ଭ ହେଲା। ଗାଁ ପ୍ରଧାନ ଜଣେ କଠୋର ମଣିଷ।
ରଘୁ ପଣ୍ଡା କହିଲେ, ଏହି ଅପବିତ୍ର ଅବସ୍ଥାରେ ଝିଅ ଗାଁରେ ବୁଲି ପାରିବ ନାହିଁ। ମନ୍ଦିର ଅଶୁଦ୍ଧ ହେଉଛି, ଦେବୀର କ୍ରୋଧ ଆସିପାରେ। ୟାକୁ ଆମେ ଏ ଗାଁରେ ରଖିବା ନାହିଁ। ନନ୍ଦିନୀ ନିଜ ଶରୀର ଉପରେ ଅସଂଖ୍ୟ ଦୃଷ୍ଟିର ଭାର ଅନୁଭବ କରୁଥିଲେ। ଏ ତ ଜଣେ ଶିଶୁ ଉପରେ ଆସିଥିବା ଅପରାଧ ପରି ଲାଗୁଥିଲା। ତେବେ ଏ ଶିଶୁ କ'ଣ? କାହିଁକି ତାଙ୍କ ଶରୀର ମଧ୍ୟରେ ଏତେ ଶକ୍ତି ଅନୁଭବ କରୁଛନ୍ତି ସେ? କାହିଁକି ଏ ଗର୍ଭ ସାଧାରଣ ଗର୍ଭ ପରି ଲାଗୁନାହିଁ? ନନ୍ଦିନୀ ରାତିରେ ଏକ ସ୍ୱପ୍ନ ଦେଖିଲେ। ଏକ ତପସ୍ୱୀ ମହିଳା ତାଙ୍କ ପାଖକୁ ଆସି କହୁଛନ୍ତି, ଏ ଶିଶୁ ମାନବ ଓ ପ୍ରାଣୀ ମଧ୍ୟରେ ଥିବା ଏକ ଦୈବ ବନ୍ଧନ ଅତୁଟ ପ୍ରମାଣ ଅଟେ। ଏହି ଶିଶୁ ଦେବୀଙ୍କ ଅନୁଗ୍ରହର। ନନ୍ଦିନୀ ଜାଗିଗଲେ। ଅଞ୍ଚଳ ଛୁଇଁ ଦେଖିଲେ ସେ ଘର୍ମିତ କିନ୍ତୁ ଶକ୍ତିଶାଳୀ ଅନୁଭବ କରୁଛନ୍ତି। ତାଙ୍କ ଦୃଢ଼ ନିଷ୍ପତ୍ତି ହେଲା, ଏହି ଶିଶୁଟିଏ ଯେପରି ତାଙ୍କ ଗର୍ଭରୁ ନଷ୍ଟ ନ ହୁଏ। ସେ ଯେପରି ଜନ୍ମ ପାଉ। ତାଙ୍କ ଲାଗି ଏକ ଅନ୍ଧକାର ସମାଜ ସହ ସେ ଯୁଦ୍ଧ କରିବେ ପଛେ, କିନ୍ତୁ ସେ ପିଲାକୁ ସେ ନଷ୍ଟ କରିବେ ନାହିଁ। ବର୍ଷା ଋତୁର ଶେଷ ଅଧ୍ୟାୟ ଚାଲିଥିଲା। କନିକାଗଡ଼ ଗାଁ ଭିତରୁ ଅନ୍ଧାର ଘନ ମେଘ ଉଠୁଥିଲା। ମନ୍ଦିର ତଳ ଭିଜି ବାସ୍ନା ମାରୁଥିଲା ଏବଂ ଏକ ମହାଦିନ ଆସିଯାଇଥିଲା। ନନ୍ଦିନୀର ଗାଁ ଲୋକ ଏପରି ଗଭୀର ଅପ୍ରତ୍ୟାଶା ଭିତରେ ଥିଲେ। କି ହେବ ଏହି ଜନ୍ମ ପରେ? ଏକ ଦୈତ୍ୟ ଶିଶୁ, ଏକ ମାନବ ଶିଶୁ, କିମ୍ବା ତାଠାରେ ମଧ୍ୟ ନୁହେଁ? ଏକ ନୂଆ ଜୀବ କ'ଣ ଉତ୍ପତ୍ତି ହେବ ସେହି ବିଧବା ନନ୍ଦିନୀ ପାଖରୁ? ସେ ଦିନ ମଧ୍ୟରାତିରେ ନନ୍ଦିନୀ ବିଷର୍ଣ୍ଣ ଶବ୍ଦରେ ଚିତ୍କାର କଲେ। ତାଙ୍କ ଶରୀର ଆନ୍ତରିକ ଅଗ୍ନିରେ ଜଳି ପଡ଼ୁଥିଲା। ଏକ ଅଜଣା ଶକ୍ତି ତାଙ୍କ ନାଭି ଭିତରୁ ତଳକୁ ଝରି ଆସୁଥିଲା। ବନ୍ଧୁ ରାଜୁଳି ଦୌଡ଼ି ଆସିଲେ, କିଛି ଅନ୍ୟ ମହିଳା ମଧ୍ୟ। କିନ୍ତୁ ଡାକ୍ତର ନଥିଲେ, ବିଧି ଥିଲା। ଏବଂ ସେ ମୁହୂର୍ତ୍ତ ଅସାଧାରଣ ଭାବରେ ଘଟିଗଲା। ଏକ ବଜ୍ରପାତ ତଳେ ନନ୍ଦିନୀ ଚିତ୍କାର କଲେ। ତାଙ୍କ ଦେହ ମୁକୁଳି ଲାଗିଲା। ତାହାଠାରୁ ଗର୍ଜନ ଶବ୍ଦ ସହିତ ଜନ୍ମ ହେଲା ଜଣେ ଅପୂର୍ଣ୍ଣ ଅଲୌକିକ ଶିଶୁ, ଯେଉଁଠି ଏପର୍ଯ୍ୟନ୍ତ କେବେ ଏମିତି ଭୟାନକ ଏବଂ ଏକାନ୍ତ ମୁହୂର୍ତ୍ତରେ ଶୁଣାଯାଉନଥିଲା। ଶିଶୁଟି ଜନ୍ମ ନେବା ସହିତ ମନ୍ଦିରର ଦୀପ ଅପ୍ରତ୍ୟାଶିତ ଭାବେ ଆଗକୁ ବଢ଼ି ଜଳି ଉଠିଲା। ଦେବୀଙ୍କ ମୂର୍ତ୍ତିମାନେ ଏମିତି ଦେଖାଯାଉଥିଲେ ଯେପରି ସେ ଅନନ୍ତ ଅନୁଗ୍ରହରେ ଦେଖି ହସୁଛନ୍ତି। ରାଜୁଳି ଆଗକୁ ଯାଇ ଶିଶୁଟିକୁ ଦେଖିଲା। ତାଙ୍କ ଚକ୍ଷୁ ଆଶୁରେ ପୂରିଗଲା। ଏ ମାନବ ନୁହେଁ, ଏ ଦୈବ ସନ୍ତାନ। ଦେଖ ତ, ଏଠି ଭୟ ନାହିଁ, ଏଠି ଶକ୍ତି ଅଛି, ଭଲ ପାଇବା ଅଛି। ନନ୍ଦିନୀ ଶିଶୁଟିକୁ କୋଳକୁ ନେଲେ। ତାଙ୍କ ଦେହ ଉପରେ ଲଗା ଘର୍ମ, ରକ୍ତ, ଦୁଃଖ ଓ ଦୈବ ଶକ୍ତିର ମିଶ୍ରଣ ଥିଲା। ତାହାର ନୟନ ତଳେ ଏହି ଶିଶୁ ବସି ଅପରିଚିତ ଶାନ୍ତିର ଅନୁଭବ ଦେଉଥିଲା। ଗାଁର ଲୋକେ ଆସି ଦେଖିଲେ। ଏହି ଶିଶୁକୁ ଦେଖି ଅନେକ ଲୋକ ଚମକି ଗଲେ। କେହି କହିଲେ, ଏ ଦୈତ୍ୟ ଅଟେ ନା ଏ ଦେବତା ଅଟେ। ପଣ୍ଡା ରଘୁ ବହୁତ ଗୁପ୍ସା ହୋଇ ଚିତ୍କାର କଲେ, ଏ ଗାଁର ଶୁଦ୍ଧି ନଷ୍ଟ ହେଉଛି। ଏ ଜନ୍ମ ଅସ୍ୱାଭାବିକ ଅଟେ। ଦେବୀ ଖୁସି ହେବେ ନାହିଁ। ତେବେ ସେମାନଙ୍କ ଭିତରୁ ଜଣେ ବୃଦ୍ଧ ବ୍ରାହ୍ମଣ ଆଗକୁ ଆସିଲେ। ଜଣେ ଅପରିଚିତ ଯାତ୍ରୀ ପରି ଲାଗୁଥିଲେ। ତାଙ୍କର ଲମ୍ବା ଦାଢ଼ି, କମଳା ଗ୍ରାମ ଧୋତି ଏବଂ ନନ୍ଦିନୀ ଲୁହ ଝରେଇ କହିଲେ, ମୁଁ ମୋ ପୁଅକୁ ଦେଖିବି। ଯାହା ହେଉ, ଏ ଶିଶୁ ମୋ ହୃଦୟ, ମୋ ଆଶୀର୍ବାଦ। ଏହା ନାହିଁ ଦୈତ୍ୟ, ଏହା ମୋର ଦୟା। ଏ ନୁହେଁ ଅଶୁଦ୍ଧି, ଏ ମୋ ଶରୀର ଭିତର ଶିବ ଶକ୍ତିର ଜନ୍ମ। ଗାଁରେ ଶିଶୁ ଜନ୍ମ ପରେ ଏକ ଅଜଣା ଶାନ୍ତି ଓ ଭୟ ମିଶିଥିବା ନୀରବତା ବ୍ୟାପିଥିଲା। ଜନସାଧାରଣ ମନେ ମନେ ଅଶ୍ଚିନ୍ତତା ଅନୁଭବ କରୁଥିଲେ। ଜଣେ ଶିଶୁ ଯେଉଁଠି ମାନବ ଓ ବନ୍ୟ ପ୍ରାଣୀର ବିଳୟ ଅଟେ, ଯେଉଁଠି ଅନ୍ତେ କିଛି ଅସାଧାରଣ ଘଟିବା ଦୂତ ବାହକ ମଧ୍ୟ ହୋଇପାରେ। ଏବେ ଶିଶୁଟି 5 ଦିନର। ମଧ୍ୟରାତି ଥିଲା। ଆକାଶ ଅପ୍ରାକୃତିକ ଭାବରେ ଲାଲ ହେଉଥିଲା। ମନ୍ଦିର ଛାୟା ତଳେ ଅନ୍ଧକାର ଝିଅ ଯେଉଁଠି ଏପର୍ଯ୍ୟନ୍ତ ଜଗିଥିଲେ, ଆଜି ତାଙ୍କର ଗାଢ଼ ନିଦ୍ରାର ଭଙ୍ଗ ହୋଇଯାଇଥିଲା। ଏହି ଖଣ୍ଡ ଅନ୍ତରାଳରୁ ପ୍ରବେଶ କଲେ ଜଣେ ଅଜଣା ପୁରୁଷ। ଗାଢ଼ କଳା ଧୋତି, ମୁଣ୍ଡରେ ରକ୍ତ ରଙ୍ଗର ତିଳକ, ଗଳାରେ ମାନବ ମୁଣ୍ଡର ମାଳା।
ତିନି ଦିଗ ଲୁଚିଯିବା ସତ୍ତ୍ୱେ ଛାୟା ବି ତାଙ୍କର ଦେଖାଯାଉଥିଲା। ମୋ ନାଁ ଅତୁଳ ମନ୍ତ୍ରୀ। ମୁଁ ଆସିଛି ମୂଳ ଶକ୍ତିକୁ ଶେଷ କରିବା ପାଇଁ, ସେ ଗର୍ଜନ କଲା। ସେ ଜଣେ ମନ୍ତ୍ରୀ ନୁହେଁ, ସେ ଜଣେ ତାନ୍ତ୍ରିକ ଥିଲା। ଅତୁଳ ତାନ୍ତ୍ରିକ। ସେ ନିଜ ସୂକ୍ଷ୍ମ ଧୂପ ଜପ ବସ୍ତୁ ଉଠେଇ ଶିଶୁ ଦିଗରେ ଦେଖାଇଲା। ଶିଶୁ ତୁରନ୍ତ ଚିତ୍କାର କରି ଚଳାଉଥିଲା। ତାଙ୍କ ଆଖି ଲାଲ ହେଉଥିଲା, ଶରୀର ଗରମ ହେଉଥିଲା ଏବଂ ତାର ପାଖରେ ଥିବା ଦୀପ ଆଖେ ପାଖେ ବୁଝି ଯାଉଥିଲା। ନନ୍ଦିନୀ ଜାଗି ପଡ଼ିଲେ। ଶିଶୁ ଉପରେ ଶକ୍ତି ବ୍ୟବହାର ଦେଖି ସେ ତତ୍କ୍ଷଣାତ୍ ତାନ୍ତ୍ରିକ ଉପରେ ଝାମ୍ପୁଡ଼ି ପଡ଼ିଲେ। ତୁମେ ଏ ଶିଶୁର କିଛି କରିପାରିବ ନାହିଁ। ଏ ମୋ ଶରୀର, ମାଂସ ଓ ରକ୍ତ। ଏ ଶିଶୁ କୌଣସି ଅଭିଶାପ ନୁହେଁ, ଏ ହେଉଛି ଦେବୀଙ୍କ ଦାୟିତ୍ୱ। ତେବେ ଘର ମଧ୍ୟରୁ ବାହାରି ଏକ ଅପୂର୍ଣ୍ଣ ଶବ୍ଦ, ଯାହା ମାନେ ମନ୍ଦିର ଧ୍ୱନି ଗର୍ଜନ ମିଶ୍ରିତ ଅନ୍ଧାର ଆକୃତି ସୃଷ୍ଟି କଲା। ମା କୁଣ୍ଡଳୀଙ୍କ ମୂର୍ତ୍ତି ମଧ୍ୟରୁ ବାହାରି ଆସିଲା ଏକ ଦୀପ୍ତିମାନ ଆଲୋକରେଖା ଏବଂ ସେ ତାନ୍ତ୍ରିକ ଉପରେ ନିମିଷକ ଉପରେ ପଡ଼ିଗଲା। ଅତୁଳ ତନ୍ତ୍ରୀ ଚିତ୍କାର କରି ଅଦୃଶ୍ୟ ହୋଇଗଲା। କିନ୍ତୁ ଯିବାବେଳେ ଛାଡ଼ିଗଲା ଏକ ଶପଥ। ଏ ଶିଶୁ ଆମର ଅନ୍ତରାୟ। ମୁଁ ଫେରିବି, ତାକୁ ଅନ୍ତ କରିବି। ତାର ଶକ୍ତି ଯେଉଁଦିନ ଫୁଟିବ, ସେହିଦିନ ଅନ୍ଧକାର ଆକାଶ ହେବ ଶୋଷି ନେବ। ଏହି ଅଭିଶାପ ଏବେ ଶିଶୁ ନନ୍ଦିନୀ ଓ ତା ଛୁଆ ଉପରେ ଭାର ହୋଇ ରହିଗଲା। ଏବେ ଗାଁ କେବଳ ଶିଶୁ ସହ ବଞ୍ଚିବା ନୁହେଁ, ତାକୁ ସଂରକ୍ଷିତ କରିବା ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲା। ତ ଏହି କାହାଣୀଟିର ସମ୍ପୂର୍ଣ୍ଣ ଭାଗ ଆପଣମାନେ ଯଦି ଶୁଣିବାକୁ ଚାହୁଁଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏବଂ ଏହାର ଅନ୍ତିମ ଅଧ୍ୟାୟ ମୁଁ ଆପଣଙ୍କୁ ଆଉ ଗୋଟିଏ ଭିଡ଼ିଓରେ ଦେଇଦେବି। ଜୟ ଜଗନ୍ନାଥ।